ରାତି ହେଲେ ମୁଁ ମୋ ବାପା ମାଙ୍କ ରୁମ୍ରୁ ଚିତ୍କାର ଶୁଣିବାକୁ ପାଇଲି। ଥରେ ମୁଁ ଯିବାକୁ ନିଷ୍ପତ୍ତି ନେଇଥିଲି ଯେ ସେମାନେ କଣ ପାଇଁ ପାଟି କରୁଛନ୍ତି। ମୋ ବାପା ମାଙ୍କ ରୁମ୍ ମୋ ପାଖରେ ଥିଲା ଏବଂ ମୋ ରୁମ୍ରେ ଏକ ଝରକା ଥିଲା ଯାହା ସିଧା ସେମାନଙ୍କ ରୁମକୁ ଦେଖାଯାଉଥିଲା। ଝରକାଟି ବହୁତ ପୁରୁଣା ନଥିଲା, କିନ୍ତୁ ଏଥିରେ 2 କିମ୍ବା 3ଟି ଗାତ ଥିଲା। ମୁଁ ସେହି ଗାତ ଦେଇ ଭିତରକୁ ଚାହିଁଲି ଏବଂ ଦେଖିଲି ଯେ ମୋ ବାପା ମୋ ମାଙ୍କୁ କିଛି କରିବାକୁ କହୁଥିଲେ, କିନ୍ତୁ ମୋ ମା ମନା କରୁଥିଲେ। ହଠାତ୍ ମୋ ବାପା ତାଙ୍କୁ ଏପରି କିଛି ଦେଖାଇଲେ ଯାହା ତାଙ୍କୁ ମନା କରିବାକୁ ଅସମର୍ଥ କଲା ଏବଂ ସେ ତାଙ୍କୁ ସମର୍ଥନ କରିବାକୁ ଲାଗିଲେ। ସେମାନଙ୍କୁ ଏପରି ଦେଖି ମୁଁ ମଧ୍ୟ କୁଣ୍ଡାଇ ହେବା ଆରମ୍ଭ କଲି ଏବଂ ମୋ ହାତ ବ୍ୟବହାର କରି ମୁଁ କୁଣ୍ଡାଇ ଶାନ୍ତ କଲି, କିନ୍ତୁ ମୋ ବାପା ମୋତେ ଏପରି କରୁଥିବା ଦେଖିଲେ। ପରଦିନ ଏକ ସୁଯୋଗ ପାଇଁ ସେ ମୋତେ ତାଙ୍କ ଲିଙ୍ଗ ସାହାଯ୍ୟରେ ଚିତ୍କାର କଲେ ଏବଂ ସାରା ରାତି ଜାଗ୍ରତ ରଖିଲେ। ନମସ୍କାର ବନ୍ଧୁଗଣ, ଆଜି ରୋମାଞ୍ଚକର କାହାଣୀକୁ ସ୍ୱାଗତ। ମୋର ନାମ ପ୍ରିୟଙ୍କା ଏବଂ ମୁଁ ଭୁବନେ ରହେ। ଆମର ଭୁବନେଶ୍ୱରରେ ଏକ ଫ୍ଲାଟ ଅଛି ଯେଉଁଠାରେ ମୁଁ ମୋ ବାପା ମା ଏବଂ ଜେଜେମାଙ୍କ ସହିତ ରହେ। ମୁଁ ମୋ ବାପା ମାଙ୍କ ଏକମାତ୍ର ଝିଅ, ତେଣୁ ମୋ ବାପା ମା ମୋତେ ବହୁତ ପ୍ରେମରେ ପାଳନ କରିଛନ୍ତି। ପିଲାଦିନରୁ ସେମାନେ ମୋର ସମସ୍ତ ବଡ଼ ଏବଂ ଛୋଟ ଦାବି ପୂରଣ କରିଛନ୍ତି, ତେଣୁ ଆପଣ ମୋତେ ସେମାନଙ୍କର ବିକୃତ ସନ୍ତାନ ବୋଲି କହିପାରିବେ। ମୁଁ 15 ବର୍ଷର, କିନ୍ତୁ ମୋ ଶରୀରକୁ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ ଯେ ମୁଁ ଏତେ ଛୋଟ ଝିଅ, କାରଣ ମୋର ଶରୀର ସମ୍ପୂର୍ଣ୍ଣ 27 ବର୍ଷର ଝିଅ ପରି ହୋଇଗଲାଣି ଏବଂ ଏହାର କାରଣ ମୁଁ ନିଜେ। ମୋର ବିଳମ୍ବିତ ରାତିରେ ପାର୍ଟି କରିବାର ଅଭ୍ୟାସ ଥିଲା ଏବଂ ସେଥିପାଇଁ ମୁଁ 15 ବର୍ଷ ବୟସରୁ ଏସବୁ ଉପଭୋଗ କରିବାରେ ଅଭ୍ୟସ୍ତ ହୋଇଗଲି। ଯେପରି ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି, ମୋର ଘର ବହୁତ ବିଳାସପୂର୍ଣ୍ଣ, ଯେଉଁଥିରେ ଗୋଟିଏ କୋଠରୀରେ 6 କିମ୍ବା 7 ଜଣ ଲୋକ ରୁହନ୍ତି। ମୋର ବାପା ମା ଗୋଟିଏ କୋଠରୀରେ ରୁହନ୍ତି। ମୋର ଜେଜେବାପା ଦ୍ୱିତୀୟ କୋଠରୀରେ ରୁହନ୍ତି। ସେମାନେ ଏବେ ବହୁତ ବୃଦ୍ଧ, ତେଣୁ ସେମାନେ ଉଭୟ ସେମାନଙ୍କର ଅଧିକାଂଶ ସମୟ ସେମାନଙ୍କ କୋଠରୀରେ ବିତାଇବେ। ମୁଁ ତୃତୀୟ ଏବଂ ସବୁଠାରୁ ସୁନ୍ଦର କୋଠରୀରେ ରହେ। ବାକି କୋଠରୀଗୁଡ଼ିକ ଖାଲି ପଡ଼ିଛି କିମ୍ବା ଯେତେବେଳେ ଅତିଥିମାନେ ଆସିବେ ସେମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିବେ। ଏବେ ଯଦି ମୁଁ ମୋ ବାପା ମାଙ୍କ ବିଷୟରେ କଥା ହୁଏ, ମୋ ବାପା 45 ବର୍ଷ ବୟସର ଏବଂ ମୋ ମା 40 ବର୍ଷ ବୟସର। ଉଭୟଙ୍କ ବିବାହ କମ ବୟସରେ ହୋଇଥିଲା, ତେଣୁ ସେମାନେ ଉଭୟ ବହୁତ ଯୁବକ ଯୁବତୀ ଦେଖାଯାଉଛନ୍ତି। ମୋ ବାପା ଜଣେ ବହୁତ ବଡ଼ ବ୍ୟବସାୟୀ ଯିଏ ତାଙ୍କ କାମରେ ଅଧିକାଂଶ ସମୟ ବିତାଉଛନ୍ତି। ମୋ ମା ବହୁତ ଛୋଟ ଏବଂ ସୁନ୍ଦର, କିନ୍ତୁ ତାଙ୍କର ଚିନ୍ତାଧାରା ପୁରୁଣା। ତାଙ୍କର ଅଧିକାଂଶ ସମୟ ଘର କାମ ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସେବା କରିବାରେ ବିତିଯାଏ। ମୋ ବାପା ମାଙ୍କ ସମ୍ପର୍କ ବିଷୟରେ ମୁଁ ଯାହା ବୁଝେ ତାହାରୁ ଗୋଟିଏ କଥା ସ୍ପଷ୍ଟ ହୁଏ, ମୋ ମା ମୋ ବାପାଙ୍କୁ ସମୟ ଦେଇପାରୁନାହାନ୍ତି। ସେ ତାଙ୍କ ସମସ୍ତ ଆବଶ୍ୟକତା ପୂରଣ କରିପାରୁନାହାନ୍ତି ଏବଂ ଏହି କାରଣରୁ ସେମାନେ ପ୍ରାୟତଃ ଝଗଡ଼ା କରନ୍ତି। ଗୋଟିଏ ରାତିରେ ରାତ୍ରି ଭୋଜନ ପରେ ଆମେ ସମସ୍ତେ ଶୋଇବା ପାଇଁ ଆମ କୋଠରୀକୁ ଯାଉଥିଲୁ। ହଠାତ୍ ମୁଁ ମୋ ବାପା ମାଙ୍କ କୋଠରୀରୁ ଝଗଡ଼ାର ଶବ୍ଦ ଶୁଣିଲି। ସେମାନଙ୍କ କୋଠରୀ ମୋ ପାଖରେ ଥିଲା, ତେଣୁ ମୁଁ ଏହାକୁ ସ୍ପଷ୍ଟ ଭାବରେ ଶୁଣିପାରୁଥିଲି ଏବଂ ଝଗଡ଼ା ଆହୁରି ଖରାପ ହେଉଥିଲା। ଏହା ପ୍ରଥମ ଥର ପାଇଁ ସେମାନେ ଝଗଡ଼ା କରୁଥିଲେ ନାହିଁ, କିନ୍ତୁ ମୁଁ ଜାଣିବାକୁ ଚାହୁଁଥିଲି ଯେ ସେମାନେ କଣ ପାଇଁ ଝଗଡ଼ା କରୁଛନ୍ତି। ପ୍ରଥମେ ମୁଁ ଭାବିଲି ମୁଁ ଯାଇ ସିଧାସଳଖ ମୋ ବାପା ମାଙ୍କୁ ପଚାରିବା ଉଚିତ, କିନ୍ତୁ ପରେ ମୁଁ ଅନୁଭବ କଲି ଯେ ସେମାନେ ମୋ ସାମ୍ନାରେ ଲଜ୍ଜିତ ହେବେ, ତେଣୁ ମୁଁ ପଚାରିବା ଉଚିତ ଭାବିଲି ନାହିଁ। କିନ୍ତୁ ତଥାପି କାରଣ ଜାଣିବାର ଇଚ୍ଛା ମୋ ମନରେ ଆହୁରି ପ୍ରବଳ ହୋଇଗଲା ଏବଂ ଯେତେବେଳେ ମୁଁ ଆଉ ସହ୍ୟ କରିପାରିଲି ନାହିଁ, ମୁଁ ଉଠି ଦେଖିବାକୁ ଚେଷ୍ଟା କଲି। ମୋ କୋଠରୀରେ ଏକ ଝରକା ଥିଲା ଯାହା ମୋ ବାପା ମାଙ୍କ କୋଠରୀକୁ ଦେଖାଯାଉଥିଲା। ଝରକାଟି ବହୁତ ପୁରୁଣା ନଥିଲା, କିନ୍ତୁ ଏଥିରେ 2 କିମ୍ବା 3ଟି ସ୍ଥାନରେ କଣା ଥିଲା। ମୁଁ ସେହି କଣା ଦେଇ ସେମାନଙ୍କ କୋଠରୀ ଭିତରକୁ ଦେଖିବାକୁ ଚେଷ୍ଟା କଲି। ପ୍ରଥମେ ମୁଁ କିଛି ଦେଖିପାରିଲି ନାହିଁ। ତାପରେ ମୁଁ ଆଲୋକ ବନ୍ଦ କରି ପୁଣି ଝରକା ଉପରେ ଆଖି ରଖିଲି। ଭିତରର ଦୃଶ୍ୟ ଦେଖି ମୋ ସାରା ଶରୀରରେ ଏକ କରେଣ୍ଟ ପ୍ରବାହିତ ହେଲା। ମୁଁ ସେମାନଙ୍କୁ ପୂର୍ବରୁ କେବେ ଏପରି ଦେଖିନଥିଲି। ମୋ ବାପା ମୋ ମାଙ୍କୁ କିଛି କରିବାକୁ କହୁଥିଲେ, କିନ୍ତୁ ମୋ ମା ବାରମ୍ବାର ମନା କରୁଥିଲେ। ଏବେ ମୋର ଆଖି ଘଟଣାସ୍ଥଳ ଉପରେ ସ୍ଥିର ଥିଲା ଏବଂ ମୁଁ ଚାହିଁଲେ ମଧ୍ୟ ମୋ ଆଖି ହଟାଇ ପାରୁନଥିଲି। ସେମାନେ କଥା ହେଉଥିଲେ, କିନ୍ତୁ ମୋର ଧ୍ୟାନ ଅନ୍ୟତ୍ର ଥିଲା। ମୋର ହୃଦୟ ଧଡ଼ ଧଡ଼ କରୁଥିଲା। କିଛି ସମୟ ପରେ ମୋ ବାପା ମୋ ମାଙ୍କୁ ଏପରି କିଛି ଦେଖାଇଲେ ଯାହା ପ୍ରଥମେ ତାଙ୍କୁ ରାଗି ଦେଇଥିଲା ଏବଂ ତାପରେ ସେ ଲଜ୍ଜାରେ ତାଙ୍କ ଦୃଷ୍ଟିକୁ ତଳକୁ କରିଦେଲେ। ଏବେ ସେ ମଧ୍ୟ କିଛି ଅନୁଭବ କରିବାକୁ ଲାଗିଲେ
ଏବଂ ସେ ତାଙ୍କୁ ପାଖକୁ ଆସିବାକୁ ଇଙ୍ଗିତ କଲେ। ତାପରେ ମୋ ବାପା ଏବଂ ମା କିଛି ସମୟ ପାଇଁ ସ୍ୱାମୀ ସ୍ତ୍ରୀ ପରି ରହିଲେ, ପ୍ରାୟ 1 କିମ୍ବା 2 ଘଣ୍ଟା। ତାପରେ ମା ନିଜକୁ ଶାନ୍ତ କଲେ ଏବଂ ଲାଇଟ୍ ବନ୍ଦ କରି ଶୋଇଲେ। ଏବେ ତାଙ୍କ କୋଠରୀରେ ସମ୍ପୂର୍ଣ୍ଣ ଅନ୍ଧାର ଥିବାରୁ ମୁଁ କିଛି ଦେଖିପାରିଲି ନାହିଁ। ତେଣୁ ମୁଁ ଯାଇ ମୋ ବିଛଣାରେ ଶୋଇଗଲି। ଏସବୁ ଦେଖିବା ପରେ ମୁଁ ଶୋଇପାରିଲି ନାହିଁ। ମୋ ଆଖି ସାମ୍ନାରେ ସମାନ ଘଟଣା ଘଟୁଛି ଯାହା ମୁଁ କିଛି ସମୟ ପୂର୍ବରୁ ଦେଖିଥିଲି। ମୁଁ ଭାବୁଥିଲି ଯେ ମୋର କେହି ଥିଲେ ଯିଏ ମୋତେ ଏହିପରି ତାଙ୍କ ପ୍ରେମରେ ବୁଡ଼ାଇ ଦେବେ। ଏସବୁ ଭାବି ମୁଁ ମଧ୍ୟ କୁଣ୍ଡାଇ ହେବା ଆରମ୍ଭ କଲି। ତାପରେ ପ୍ରଥମ ଥର ପାଇଁ ମୁଁ ମୋ ହାତର ସାହାଯ୍ୟ ନେଇଥିଲି କାରଣ ସେତେବେଳେ କୁଣ୍ଡାଇବା ପାଇଁ କେହି ନଥିଲେ। କିନ୍ତୁ ସେତେବେଳେ ମୋତେ ଲାଗିଲା ଯେପରି କେହି ମୋତେ କୁଣ୍ଡାଇ ଦେଉଛି ତ ମୁଁ ସେ ବିଷୟରେ ଅଧିକ ଧ୍ୟାନ ଦେଲି ନାହିଁ ଏବଂ ମୋର ପୁରୁଣା କାହାଣୀ ବିଷୟରେ ଭାବି ମୁଁ ଅଧଘଣ୍ଟା ପର୍ଯ୍ୟନ୍ତ କୁଣ୍ଡାଇ ରହିଲି ଏବଂ ମୁଁ ଥକ୍କା ନ ପଡ଼ିବା ପର୍ଯ୍ୟନ୍ତ ମୁଁ ପୋଷାକ ନ ପିନ୍ଧି ଶୋଇ ପଡ଼ିଲି। ପରଦିନ ସକାଳେ ମା ଡାକିଲେ, ପ୍ରିୟଙ୍କା ଶୋଇଛି, ସେ ଆଜି ଏଠାରେ ନାହିଁ। ତାଙ୍କ ସ୍ୱର ଶୁଣି ହଠାତ୍ ମୋର ଆଖି ଖୋଲିଗଲା ଏବଂ ମୁଁ ସିଧା ଉଠି ବାଥରୁମକୁ ଗଲି। ତାପରେ ପୁଣି ଥରେ ସେହି ଦୃଶ୍ୟ ମୋ ଆଖି ସାମ୍ନାରେ ଦେଖାଦେବାକୁ ଲାଗିଲା। କେବଳ ଏହା ଭାବିବା ଦ୍ୱାରା ମୋତେ କୁଣ୍ଡେଇ ହେବ। ଏଥର ମୁଁ ହାତ ଧୋଇବା ଏବଂ ସାବୁନ ସାହାଯ୍ୟରେ କୁଣ୍ଡେଇକୁ କମ କରିଦେଲି ଏବଂ ତାପରେ ମୁଁ ଭଲ ଅନୁଭବ କଲି। କୌଣସି ପ୍ରକାରେ ମୁଁ କଲେଜ ପାଇଁ ପ୍ରସ୍ତୁତ ହୋଇଗଲି। ଯେତେବେଳେ ମୁଁ ପୋଷାକ ପିନ୍ଧି ବାହାରକୁ ଆସିଲି, ମୁଁ ଡାଇନିଂ ଟେବୁଲରେ ମୋ ବାପାଙ୍କୁ ଭେଟିଲି। ମୁଁ ପ୍ରତିଦିନ ସକାଳେ ତାଙ୍କୁ ଶୁଭ ସକାଳ କାମନା କରୁଥିଲି, ତେଣୁ ସେହିଦିନ ମଧ୍ୟ ମୁଁ ତାଙ୍କୁ ସମାନ କାମନା କରି ତାଙ୍କ ପାଖରେ ଚେୟାରରେ ବସି ଜଳଖିଆ ଖାଇବା ଆରମ୍ଭ କଲି। ମୋର କଲେଜ ବସ୍ ଶୀଘ୍ର ଆସିବାକୁ ଯାଉଥିଲା, ତେଣୁ ମୁଁ ଶୀଘ୍ର ଜଳଖିଆ ଖାଇ ବାହାରେ ଠିଆ ହେଲି। କିନ୍ତୁ ଆଜି ମୋର ବାପାଙ୍କୁ ଛାଡ଼ି ଯିବାକୁ ଇଚ୍ଛା ହେଲା ନାହିଁ। କିଛି ଭାବିବା ପରେ ମୁଁ ଘର ଭିତରକୁ ଯାଇ ବାହାନା କଲି ଯେ ମୋର କଲେଜ ବସ୍ ଚାଲିଯାଇଛି ତ ଯେତେବେଳେ ମୁଁ ବସ୍ ମିସ କରୁଥିଲି, ମୋ ବାପା ମୋତେ ସ୍କୁଲରେ ଛାଡ଼ି ଦେଉଥିଲେ। ଏହା ଶୁଣି ମୋ ମା କହିଲେ, ପ୍ରିୟଙ୍କା, ତୁମ ବାପାଙ୍କୁ କୁହ ସେ ତୁମକୁ କଲେଜକୁ ଛାଡ଼ିଦେବେ। ମୁଁ ଖୁସିରେ ମୋ ବାପାଙ୍କ ରୁମକୁ ଯାଇ ସବୁକିଛି କହିଲି ଏବଂ ସେ ମୋତେ କଲେଜରେ ଛାଡ଼ିବାକୁ ରାଜି ହେଲେ। ମୁଁ କହିଲି, ବାପା, ଶୀଘ୍ର ପ୍ରସ୍ତୁତ ହୁଅ, ମୋର ଡେରି ହେଉଛି। ମୋ ବାପା କହିଲେ, ତୁମେ ସ୍କୁଟି ବାହାର କର, ମୁଁ ସାର୍ଟ ପିନ୍ଧି ଆସିବି। ମୁଁ ଶୀଘ୍ର ସ୍କୁଟି ବାହାର କରି ବାହାରେ ଠିଆ ହୋଇ ମୋ ବାପାଙ୍କ ଅପେକ୍ଷାରେ ରହିଲି। ମୁଁ ଏହା କରିବାକୁ ଲାଗିଲି। ମୋ ବାପା ସାଧାରଣତଃ ମୋତେ କାର ଯୋଗେ କଲେଜ ଛାଡ଼ି ଦେଉଥିଲେ, କିନ୍ତୁ ସେହିଦିନ ମୋର ଜିଦରେ ସେ ମୋତେ ସ୍କୁଟିରେ ନେଇଯାଉଥିଲେ। ବନ୍ଧୁଗଣ, ଏପର୍ଯ୍ୟନ୍ତ ମୋର ଯୋଜନା ସଫଳ ହୋଇଥିଲା, କିନ୍ତୁ ପରବର୍ତ୍ତୀ ଯୋଜନାରେ କିଛି ବିପଦ ଥିଲା। କିନ୍ତୁ ମୁଁ ନିଶ୍ଚିତ ଥିଲି ଯେ ଏହା କୌଣସି ପ୍ରକାରେ ସଫଳ ହେବ। ମୁଁ ତାଙ୍କ ପଛରେ ବସିଗଲି ଏବଂ ତାପରେ ଆମେ କଲେଜ ଅଭିମୁଖେ ଯାତ୍ରା କଲୁ। ମୋର କଲେଜ ଘରଠାରୁ ପ୍ରାୟ 12 କିଲୋମିଟର ଦୂରରେ ଥିଲା। ଘର ଏବଂ କଲେଜ ମଧ୍ୟରେ ଦୂରତା ବହୁତ ଥିଲା ଏବଂ ସକାଳ ସମୟ ଥିଲା, ତେଣୁ ରାସ୍ତା ସମ୍ପୂର୍ଣ୍ଣ ନିର୍ଜନ ଥିଲା। ଯେତେବେଳେ ଆମେ ଘରୁ 3 କିଲୋମିଟର ଦୂରରେ ଆସିଲୁ, ମୁଁ ମୋ ବାପାଙ୍କୁ କହିଲି, ବାପା, ଏବେ ମୁଁ ସ୍କୁଟି ଚଲାଇବି। ଏବେ ଦୁର୍ଘଟଣାର କୌଣସି ଆଶଙ୍କା ନାହିଁ। ମୋ ବାପା ଚିନ୍ତିତ ହୋଇ କହିଲେ, ହଁ, ଠିକ ଅଛି, କିନ୍ତୁ ମୁଁ ହ୍ୟାଣ୍ଡେଲ ଧରିବି। ଏବେ ମୁଁ ମୋର ଯୋଜନା ସଫଳ ହେଉଥିବା ଦେଖିପାରୁଥିଲି। ମୁଁ ତାଙ୍କ କଥାରେ ରାଜି ହୋଇଗଲି। ବାପା ଗାଡ଼ିଟିକୁ ସାଇଡରେ ଅଟକାଇଲେ, ମୋତେ ତାଙ୍କ ସାମ୍ନାରେ ବସାଇଲେ। ତାଙ୍କ 2 ହାତ ମୋ କାଖ ତଳେ ରଖି ହ୍ୟାଣ୍ଡେଲକୁ ଧରିଲେ। ସେ ଧୀରେ ଧୀରେ ସ୍କୁଟି ଚଲାଇବାକୁ ଲାଗିଲେ। କିନ୍ତୁ ଏବେ ମୋର ଧ୍ୟାନ ସ୍କୁଟି ଚଲାଇବା ଉପରେ ନଥିଲା କାରଣ ମୋର ଉଦ୍ଦେଶ୍ୟ ଅନ୍ୟ କିଛି ଥିଲା। ଏହିପରି ମଜା କରିବା ସମୟରେ ମୁଁ କଲେଜରେ ପହଞ୍ଚିଲି ଏବଂ କଲେଜରେ ପହଞ୍ଚିବା ମାତ୍ରେ ମୁଁ ବାପାଙ୍କୁ ମୋର ସମସ୍ତ କାମନା କଲି। ମୋର କାର୍ଯ୍ୟକଳାପ ଦେଖି ବାପା ଟିକେ ଚିନ୍ତିତ ହୋଇଗଲେ କାରଣ ମୁଁ ପୂର୍ବରୁ କେବେ ଏପରି କିଛି କରିନଥିଲି। ମୋତେ କଲେଜରେ ଛାଡ଼ିବା ପରେ ବାପା ଘରକୁ ଫେରିଗଲେ। ଫେରିବା ପରେ ମଧ୍ୟ ମୋ ମନରେ ସମାନ କଥା ଚାଲିଥିଲା। ଏବେ ମୋତେ ବାପାଙ୍କ ସହିତ ଗାଡ଼ିରେ ବସିବାକୁ ଲାଗୁଥିଲା। ଏବେ ମୁଁ ଜାଣିପାରୁନାହିଁ ମୋ ସହିତ କଣ ହେଉଛି। ମୋ ଭିତରେ ଏପରିକି ଝଡ଼ ଉଠୁଥିଲା ଯେ ମୁଁ ମୋ ନିଜ ବାପାଙ୍କ ସହିତ ଏସବୁ କରିବାକୁ ଭାବିବାକୁ ଲାଗିଲି। ହଁ, ଏବେ ଚାଲ ଆଗକୁ ବଢ଼ିବା। ତାପରେ ମୁଁ ମୋର ଇଚ୍ଛା ଏବଂ ମନରେ ଝଡ଼ ନେଇ ଘରେ ପହଞ୍ଚିଲି। ସେତେବେଳେ ପ୍ରାୟ 3ଟା ବାଜିଥିଲା ଏବଂ ଘରେ ମୋ ଜେଜେବାପାଙ୍କ ବ୍ୟତୀତ କେହି ନଥିଲେ। ମା କୌଣସି ସ୍ଥାନକୁ ଯାଇଥିଲେ ଏବଂ ବାପା ତାଙ୍କ ଅଫିସରେ ଥିଲେ। କଲେଜରୁ ଫେରିବା ପରେ ମୁଁ ବାଥରୁମକୁ ଯାଇ ଫ୍ରେଶ ହୋଇ ବାହାରକୁ ଆସିଲି। ମୁଁ ବହୁତ ଥକି ଯାଇଥିଲି, ତେଣୁ ମୁଁ ବିଛଣାରେ ଚୁପଚାପ ଶୋଇପଡ଼ିଲି ଏବଂ ମୁଁ କେତେବେଳେ ଶୋଇପଡ଼ିଲି ତାହା ଜାଣିପାରିଲି ନାହିଁ। ଯେତେବେଳେ ମୁଁ ଆଖି ଖୋଲିଲି,
ସନ୍ଧ୍ୟା 6 ବାଜିଗଲା। ତାପରେ ମୁଁ ଫ୍ରେଶ ହେଲି ଏବଂ ପୋଷାକ ପିନ୍ଧିଲି। ମୁଁ ମଧ୍ୟ ସେହିଦିନ ଭିନ୍ନ ଦେଖାଯାଉଥିବା ପୋଷାକ ପିନ୍ଧିଥିଲି। ଏବେ ବାପାଙ୍କ ଆସିବାର ସମୟ ହୋଇଗଲା, କିନ୍ତୁ ମା କେତେବେଳେ ଆସିବେ ତାହା ଜାଣିନଥିଲେ। ସନ୍ଧ୍ୟା 7 ବାଜିଗଲା। ଯେତେବେଳେ ସେ ଡୋରବେଲ୍ ବଜାଇଲେ, ମୁଁ ଦୌଡ଼ି ଯାଇ କବାଟ ଖୋଲିଲି। ମୁଁ ଜାଣିଥିଲି ଯେ ମୋ ବାପାଙ୍କ ଆସିବାର ସମୟ ହୋଇଗଲା। ମୁଁ କବାଟ ଖୋଲିବା ମାତ୍ରେ ମୋ ବାପା ମୋତେ ଦେଖି ହସି କହିଲେ, ଝିଅ, ଆଜି ତୁମେ ବହୁତ ସ୍ମାର୍ଟ ଦେଖାଯାଉଛ। ଏହା ଶୁଣି ମୁଁ ବହୁତ ଖୁସି ହେଲି, କାରଣ ଏବେ ମୋର ଯୋଜନା ସଫଳ ହେବାକୁ ଯାଉଛି। ଭିତରକୁ ଆସିବା ପରେ ମୋ ବାପା ଫ୍ରେଶ ହେବାକୁ ତାଙ୍କ ରୁମକୁ ଗଲେ। କାମରୁ ଫେରିବା ପରେ ମୋ ବାପା ତୁରନ୍ତ ଚା ପିଅନ୍ତି, ତେଣୁ ମୁଁ ଚା ତିଆରି କରିବାକୁ ରୋଷେଇ ଘରକୁ ଗଲି। କିଛି ସମୟ ପରେ ମୋ ବାପା ମଧ୍ୟ ଫ୍ରେଶ ହୋଇ ରୋଷେଇ ଘରକୁ ଫେରି ଆସିଲେ। ସେ ସେଠାରେ ଠିଆ ହୋଇ ଅନିୟମିତ କଥାବାର୍ତ୍ତା କରିବାକୁ ଲାଗିଲେ। ମୁଁ ପଛକୁ ଫେରି ବାପାଙ୍କୁ ଚାହିଁଲି, କିନ୍ତୁ ତାଙ୍କ ଆଖି ଅନ୍ୟ କୌଣସି ସ୍ଥାନରେ ଥିଲା। ଏବେ ମୋତେ ଲାଗୁଥିଲା ଯେ ମୋର ଇଚ୍ଛା ପୂରଣ ହେବ ଏବଂ ମୁଁ ସେମିତି ସେଠାରେ ଠିଆ ହୋଇଗଲି। ଚା ପ୍ରସ୍ତୁତ ଥିଲା, ତେଣୁ ମୁଁ ତାଙ୍କୁ ଚା ଦେଇ ବାଥରୁମକୁ ଗଲି ନିଜକୁ ଶାନ୍ତ କରିବା ପାଇଁ। ବାଥରୁମରୁ ବାହାରକୁ ଆସିବା ମାତ୍ରେ ମୁଁ ଦେଖିଲି ଯେ ମୋ ମା ଆସିଛନ୍ତି। ସେହି ସମୟରେ ତାଙ୍କୁ ଘରେ ଦେଖି ମୁଁ ବହୁତ ରାଗିଗଲି, କାରଣ ମୋର ଇଚ୍ଛା ପୂରଣ ହେବାକୁ ଥିଲା। ଏବେ ତାଙ୍କ ଆସିବା ପରେ ଏପରି କିଛି ହେବ ନାହିଁ। ମୋତେ ମୋ ବାପାଙ୍କୁ ମୋର ଇଚ୍ଛା ଜଣାଇବାକୁ ପଡ଼ିଲା, ଯାହା ମୁଁ ମୋ ମାଙ୍କ ଆଗରେ କରିପାରିବି ନାହିଁ। ମୋ ମାଙ୍କ ଆସିବା ପରେ ମୋ ବାପା ମଧ୍ୟ ଟିକେ ଦୁଃଖିତ ହୋଇଥିଲେ। ଆମେ ବିରକ୍ତ ହୋଇଯାଇଥିଲୁ କାରଣ ସେ କିଛି କରୁନଥିଲେ କିମ୍ବା ତାଙ୍କୁ କିଛି କରିବାକୁ ଦେଉନଥିଲେ। ମା ଖାଦ୍ୟ ରାନ୍ଧିଥିଲେ ଏବଂ ଆମେ ସମସ୍ତେ ଏକାଠି ବସି ଖାଇଲୁ। ଖାଇସାରିବା ପରେ ବାପା ମୋତେ କହିଲେ, ପ୍ରିୟଙ୍କା, ଚାଲ ବୁଲିବାକୁ ଯିବା। ବାପା ମୋତେ ଘର ବାହାରକୁ ନେଇଗଲେ ଏବଂ ତାପରେ ବାହାରକୁ ଆସିବା ପରେ ତାଙ୍କର ମନୋଭାବ ବଦଳିଗଲା ଏବଂ ସେ ମୋତେ କହିଲେ, ଆସ ପୁଅ, ଆଜି ଏକ ସିନେମା ଦେଖିବା। ଅନେକ ଦିନ ଧରି ଆମେ ବାପା ଝିଅ ଏକା କିଛି ସମୟ ପାଇପାରି ନଥିଲୁ। ତାପରେ ମୁଁ ବାପାଙ୍କ ପ୍ରତି ଏତେ ଭଲ ପାଇବା ଅନୁଭବ କଲି ଯେ ସେ ମୋ ସହିତ ଏକା ରହିବାକୁ ବହୁତ ଚେଷ୍ଟା କରୁଥିଲେ। ଯାହାହେଉ, ଆମେ ସ୍କୁଟର ଚଲାଇ ଏକ ସିନେମା ହଲରେ ପହଞ୍ଚିଲୁ ଏବଂ ରାସ୍ତାରେ ମୁଁ ମାଙ୍କୁ ଫୋନ କରି କହିଲି ଯେ ଆମେ ଏକ ସିନେମା ଦେଖିବାକୁ ଯାଉଛୁ। ସିନେମା ହଲରେ ବହୁତ ଭିଡ଼ ନଥିଲା କାରଣ ଏକ ପୁରୁଣା ସିନେମା ଚାଲୁଥିଲା। ସମଗ୍ର ହଲରେ ପ୍ରାୟ 50-60 ଜଣ ଲୋକ ଥିଲେ। ବାପାଙ୍କ ବୁଝାମଣା ଦେଖି ମୁଁ ବହୁତ ଖୁସି ହେଲି। ଯଦି ସେ ଚାହିଁଥାନ୍ତେ ତେବେ ସେ ଏକ ନୂତନ ସିନେମା ଦେଖିବାକୁ ଯାଇପାରିଥାନ୍ତେ, କିନ୍ତୁ ସେଠାରେ ବହୁତ ଭିଡ଼ ଥିଲା ଏବଂ ଆମେ ଦୁହେଁ ଭଲ ସମୟ ବିତାଇ ନଥାନ୍ତୁ। ବାପା ସବୁଠାରୁ ମହଙ୍ଗା ଟିକେଟ କିଣିଲେ ଏବଂ ତାପରେ ଆମେ ବାଲକୋନିରେ ବସିଲୁ। ସେତେବେଳେ ସବୁକିଛି ମୋ ଇଚ୍ଛା ଅନୁସାରେ ଚାଲିଥିଲା। ଆମ ବ୍ୟତୀତ ବାଲକୋନିରେ କେବଳ ସ୍ୱାମୀ ସ୍ତ୍ରୀ ଥିଲେ। ଦମ୍ପତି ବସିଥିଲେ ଏବଂ ସେ ମଧ୍ୟ ଆଗ ସିଟ୍ରେ ବସିଥିଲେ। ଏବେ ଆମେ ଦୁହେଁ ଅଧିକ ଆରାମଦାୟକ ଅନୁଭବ କଲୁ। କିଛି ସମୟ ପରେ ସିନେମା ଆରମ୍ଭ ହେଲା, କିନ୍ତୁ ସତ୍ୟ କହିବାକୁ ଗଲେ ମୋର ଧ୍ୟାନ ସିନେମା ଉପରେ ନଥିଲା। ମୋର ସମ୍ପୂର୍ଣ୍ଣ ଧ୍ୟାନ ବାପାଙ୍କ ଉପରେ ଥିଲା ଏବଂ ସେ ମଧ୍ୟ ମୋତେ ଏକ ପାଖରେ ଦେଖୁଥିଲେ। ଏବେ କିଏ ଆରମ୍ଭ କରିବ ତାହା କେବଳ ସମୟ ଥିଲା। ମୁଁ ବାପାଙ୍କ ସହିତ ରହିବାକୁ ମରୁଥିଲି ଏବଂ ସେହି ମୁହୂର୍ତ୍ତରେ ମୋତେ ଲାଗିଲା ଯେପରି କୌଣସି ପଶୁ ମୋ ଗୋଡ଼କୁ କାମୁଡ଼ି ଦେଇଛି। ମୁଁ ତୁରନ୍ତ ଠିଆ ହୋଇଗଲି। ବାପା ଭୟଭୀତ ହୋଇ ପଚାରିଲେ, କଣ ହୋଇଛି ଝିଅ? ମୁଁ ତାଙ୍କୁ କହିଲି ଯେ ମୋତେ ଲାଗୁଛି ଯେପରି କୌଣସି ପୋକ ମୋ ଗୋଡ଼କୁ କାମୁଡ଼ିଛି। ବାପା କହିଲେ, ଠିକ୍ ଅଛି, କୌଣସି ଅସୁବିଧା ନାହିଁ। ଯଦି କୌଣସି ପୋକ ତୁମକୁ ପରବର୍ତ୍ତୀ ସମୟରେ କାମୁଡ଼ିଥାଏ, ତେବେ ତୁମେ ମୋ ସିଟ୍ ପାଖକୁ ଆସ, ମୁଁ ତୁମ ସିଟ୍ ପାଖକୁ ଯିବି। ତାଙ୍କ କଥା ଶୁଣି ମୁଁ ବସିଲି। ତାପରେ 4-5 ମିନିଟ୍ ପରେ ମୁଁ ପୁଣି ଦେଇ ପଡ଼ି ଠିଆ ହେଲି, କିନ୍ତୁ ଏଥର କେହି ମୋତେ କାମୁଡ଼ି ନଥିଲେ। ବରଂ ମୁଁ ଜାଣିଶୁଣି ଠିଆ ହୋଇଥିଲି। ମୋତେ ଏପରି ଦେଖି ବାପା ହସି କହିଲେ, ପ୍ରିୟଙ୍କା, ତୁମେ ମୋ ସିଟ୍ ପାଖକୁ ଆସ। ମୁଁ କହିଲି, ନା ବାପା, କି ଟି ମୋତେ କାମୁଡ଼ିବା ପରି ତୁମକୁ ମଧ୍ୟ କାମୁଡ଼ିବ। ବାପା କହିଲେ, ଠିକ୍ ଅଛି, ତେବେ ତୁମେ ସେଠାରେ ବସିଛ। ତୁମେ କାମ କରି ମୋ ସିଟ୍ ପାଖକୁ ଆସିବା ଉଚିତ। ମୁଁ ଏସବୁ ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲି। ବାପା ଏହା କହିବା ମାତ୍ରେ ମୁଁ ତାଙ୍କ ପାଖରେ ବସି ସ୍କ୍ରିନ୍ ଦେଖିବାକୁ ଲାଗିଲି। ତାଙ୍କ ପାଖରେ ବସି ମୁଁ ଜଣେ ଛୋଟ ଦେବଦୂତ ପରି ଦେଖାଯାଉଥିଲି ଏବଂ ମୁଁ ବହୁତ ବୟସ୍କ ଥିଲି। କିଛି ସମୟ ପରେ ବାପା ମୋତେ ଟଙ୍କା ଦେଲେ ଏବଂ ମୋତେ ଖାଦ୍ୟ କାଉଣ୍ଟରରୁ କିଛି ଖାଇବାକୁ ଦେବାକୁ କହିଲେ। ମୁଁ ବାହାରକୁ ଯାଇ ବହୁତ ଖାଦ୍ୟ କିଣିଲି। ମୁଁ ଫେରିବା ବେଳକୁ ସିନେମା ଆରମ୍ଭ ହୋଇଯାଇଥିଲା। ମୁଁ ବାପାଙ୍କ ପାଖରେ ବସି କହିଲି, ବାପା, ମୁଁ ତୁମ ସହିତ ସିନେମା ଦେଖିବାକୁ ପ୍ରକୃତରେ ଉପଭୋଗ କରୁଛି। ବାପା କହିଲେ, ଗୋଟିଏ ମିନିଟ୍ ପାଇଁ
ଉଠ ପୁଅ, ମୁଁ ଏହି ସମୟ ମଧ୍ୟରେ ନିଜକୁ ସ୍ଥିର କରିବି। ମୁଁ ଅନ୍ଧାରରେ କିଛି ଦେଖିପାରିଲି ନାହିଁ। ତାପରେ ଯେତେବେଳେ ସେ ମୋତେ ବସିବାକୁ କହିଲେ, ମୁଁ ପୁଣି ତାଙ୍କ ପାଖରେ ବସିଲି। କିଛି ସମୟ ପରେ ମୁଁ ଜାଣିପାରିଲି ଯେ ମୋ ମନରେ ଯାହା ଚାଲିଛି ତାହା ବାପାଙ୍କ ମନରେ ମଧ୍ୟ ଚାଲିଛି, କିନ୍ତୁ ସେ କିଛି କହୁନଥିଲେ। ତାପରେ ହାର ମାନି ମୁଁ ବାପାଙ୍କୁ ଇଙ୍ଗିତ କଲି ଏବଂ ବାପା ମୋର ଇଙ୍ଗିତ ବୁଝିପାରିଲେ। ଯେପରି ମା ବାପାଙ୍କୁ ସମର୍ଥନ କରନ୍ତି, ମୁଁ ମଧ୍ୟ ଆଜି ବାପାଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲି। ଆମେ ଦୁହେଁ ବହୁତ ସମୟ ଧରି ସେଠାରେ ଉପଭୋଗ କରିଥିଲୁ। ଏବେ ଆମେ ଦୁହେଁ ସମ୍ପୂର୍ଣ୍ଣ ଭାବରେ ମୁଁ ଶାନ୍ତ ଏବଂ ବହୁତ କ୍ଳାନ୍ତ ଥିଲି। ତାପରେ 2 ଘଣ୍ଟା ପରେ ସିନେମା ସମାପ୍ତ ହେଲା ଏବଂ ଲାଇଟ୍ ଜଳିବା ମାତ୍ରେ ମୁଁ ନିଜକୁ ଶାନ୍ତ କଲି। ସମସ୍ତେ ପହଞ୍ଚିବା ପରେ ଆମେ ଦୁହେଁ ହଲ୍ ବାହାରକୁ ଆସିଲୁ। ବନ୍ଧୁଗଣ, ଆପଣମାନଙ୍କୁ ଆମର କାହାଣୀଟି କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଯଦି ଆପଣମାନଙ୍କୁ ଆମର କାହାଣୀଟି ପସନ୍ଦ ଆସିଛି ତାହେଲେ ଭିଡିଓକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଦେଖାହେବା ଆଉ ଏକ ନୂତନ କାହାଣୀରେ। ଧନ୍ୟବାଦର ନମସ୍କାର।